शिक्षा विकास समिति ओडिशांकर एही ऑनलाइन मेधावी मार्गदर्शन कार्यक्रम रे तृतीय श्रेणीर भाई भौणी मानकु आज बोधे सप्तम कालांश एटा यही कालांश पुनः मातृभाषा को नहीं जाऊे। आज आम जो प्रश्नपत्रटी नहींचे 2003-4 अर्थात 4 मसीह जो प्रादेशिक मेधा परीक्षा होता से प्रादेशिक मेधा परीक्षा जो 30 नंबर मातृभाषा पड़ता तादर बाछी बाछी आज समय पर जोटा आवश्यक से भाया प्रश्न गुड़ाक आम नहींचे। प्रथम आसला निम्नलिखित शब्द मानकर विपरीत अर्थबोधक शब्द लेख। विपरीत अर्थबोधक शब्द निराश। निराशर कौन आशा हम? निराशर आशा हम कि ना? निराश जो व्यक्ति निराश हो जाए। आशायी निराश आशायी। वैषम्य वैषम्य साम्य। ओके वैषम्य साम्य। ज्ञानी जार ज्ञान नहीं ता कौन कहवा माने एटा कहवा कि अज्ञान कहवा हला। ज्ञानी अज्ञान अज्ञानी नुहे ज्ञानी अज्ञान। निराश आशायी वैषम्य साम्य ज्ञानी अज्ञान। यार श्रद्धेय श्रद्धेयर कौन हम? श्रद्धार घृणा। श्रद्धेय घृण्य। श्रद्धेय घृण्य श्रद्धा घृणा। विपरीत अर्थ तो शब्द गला पुण्य देला माता पिता अर्थात लिंग परिवर्तन करने कह जाइछि। ओके अज्ञान जार ज्ञान नहीं से अज्ञान। अच्छा स्त्रीलिंग कौन हम? अज्ञानर स्त्रीलिंग कह। अज्ञानर अज्ञाना। अज्ञान अज्ञाना सुआ सारी है तो हितैषी जे हित कामना करे। हितैषी हितैषिणी। ओके हितैषी हितैषिणी बनान देख लो। हितैषिणी अज्ञान अज्ञाना सुआ सारी हितैषी हितैषिणी। कर्ता कह कर्त्री। कर्ता कर्त्री। है कर्ता कर्त्री। अज्ञान अज्ञाना सुआ सारी हितैषी हितैषिणी कर्ता कर्त्री। वाक्य व्यवहार करिया। व्यवहार्य व्यवहार्य हाँ तुम्हें जहाँ व्यवहार कर व्यवहार्य व्यवहार योग्य व्यवहार करू यही सब सेन्स कहवा। माने कह व्यवहार्य लुगापटा तुमर तुम्हें निज व्यवहार्य व्यवहार्य लुगापटा तुम्हें निज व्यवहार्य लुगापटा निजे साइति रख हबनी। निजे साइति रख। ओके तुम्हें निज व्यवहार्य लुगापटा निजे साइति रख।
ନିର୍ଦ୍ଦୟତା। ହଁ, ଏହା ତାଙ୍କର ନିର୍ଦ୍ଦୟତା, ମାନେ ଏହା ତାଙ୍କର ଏକ ନିର୍ଦ୍ଦୟତା ପୂର୍ଣ୍ଣ କାର୍ଯ୍ୟ। ସର୍ଟରେ ଲେଖିବା, ଏହା ତାଙ୍କର ନିର୍ଦ୍ଦୟତା ଅଟେ। ଏହା ତାଙ୍କର ନିର୍ଦ୍ଦୟତା ଅଟେ। ଏମିତି ଆଚରଣ କରିବାର ତାଙ୍କର ଠିକ୍ ନଥିଲା। ଏତେ ଜୋରରେ ମାରିଛନ୍ତି। ଏହା ତାଙ୍କର ନିର୍ଦ୍ଦୟତା ଅଟେ। ଯାହା ଶୁଣିବା ଉଚିତ, କୁହ। ଶ୍ରବଣୀୟ ହେଲା, ଶ୍ରବଣୀୟ, ଶ୍ରବଣୀୟ, ଶ୍ରାବ୍ୟ, ଶ୍ରବଣୀୟ, ଶ୍ରାବ୍ୟ, ଯାହା ଶୁଣିବା ଉଚିତ ହେଲା। ଯେ ସମସ୍ତଙ୍କର ପ୍ରଶଂସାର ଯୋଗ୍ୟ, କୁହ। ଯେ ସମସ୍ତଙ୍କର ପ୍ରଶଂସାର ଯୋଗ୍ୟ କ'ଣ ହେବ? ପ୍ରଶଂସନୀୟ ହେଲା। ଯେ ସମସ୍ତଙ୍କର ପ୍ରଶଂସାର ଯୋଗ୍ୟ, ପ୍ରଶଂସନୀୟ, ଶ୍ରବଣୀୟ, ପ୍ରଶଂସନୀୟ। ଆଜି ଗଲା। ଯାହା ଶୁଣିବା ଉଚିତ, ଶ୍ରବଣୀୟ, ଶ୍ରାବ୍ୟ, ସମସ୍ତଙ୍କ ପ୍ରଶଂସାର ଯୋଗ୍ୟ ହେଲା ପ୍ରଶଂସନୀୟ। ପୁଣି ଆସିଗଲା ବିରାମ ଚିହ୍ନ ଦେବା ପାଇଁ। ବୁଢ଼ୀଟି କହିଲା, ହାୟ ବିଧାତା, ମୋ କପାଳରେ ଏହା ଲେଖିଥିଲ ହେଲା। ବୁଢ଼ୀଟି କହିଲା, କମା ହେଲା, ଉଦ୍ଧୃତି ଚିହ୍ନ ଆରମ୍ଭ, ହାୟ ବିଧାତା ହେଲା। ହାୟ ବିଧାତା, ମୋ କପାଳରେ ଏଇଆ ଲେଖିଥିଲ ହେଲା। ପୁଣି ବି ବିସ୍ମୟ ଚିହ୍ନ ଦେଇକରି ଉଦ୍ଧୃତି ଶେଷ କରିବା। ହାୟ ବିଧାତା, ମୋ କପାଳରେ ଏଇଆ ଲେଖିଥିଲ। ସମ୍ବୋଧନ ପାଇଁ ବି ଯାହା, ବିସ୍ମୟ ପାଇଁ ବି ସେଇଆ ହେଲା। ଟିକେ ସ୍ପେସ୍ ଦେଇଦିଅ, ବାଗ ଦେଖାଯାଉନି। ହଁ, ଓକେ। ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ସଂଶୋଧନ କରି ଲେଖ। ବିଷର୍ଣ୍ଣ, ଏଇ ତ ଉଚ୍ଚାରଣ ତ ଆମେ ଭୁଲ କରୁଛେ ଆଉ ହେଲା। ଉଚ୍ଚାରଣ ଆମର ଭୁଲ। ବିଷର୍ଣ୍ଣ, ଏଇ ଯେଉଁ ଉଚ୍ଚାରଣ କରୁଛେ ସେମିତି ଆଉ ଲେଖା ହେଉଛି। ଆଉ କ'ଣ ଲେଖିଲି ପଡ଼ିଲ? ବିଷର୍ଣ୍ଣ ହେଲା। ବିଷର୍ଣ୍ଣ, ବିଷର୍ଣ୍ଣ, ରେଫ କେଉଁଠି ନାହିଁ। ସେମିତି ଅନ୍ନପୂର୍ଣ୍ଣା, ୟାକୁ ବି ଆମେ ଭୁଲ ଲେଖୁଛେ, ଭୁଲ ବି ପଢ଼ୁଛେ। ଅନ୍ନପୂର୍ଣ୍ଣା ହେଲା। ବିଷର୍ଣ୍ଣ, ଅନ୍ନପୂର୍ଣ୍ଣା, ଅନ୍ନପୂର୍ଣ୍ଣା, ବିଷର୍ଣ୍ଣ, ଅନ୍ନପୂର୍ଣ୍ଣା। ଯେଉଁଠି ରେଫ ନାହିଁ ସେଠି ରେଫ ଅଯଥାରେ ଉଚ୍ଚାରଣ କଲେ ଭୁଲ ଆସିବ। ଶବ୍ଦ ଗୁଡ଼ିକୁ ଠିକ୍ ଭାବେ ସଜାଇ ଅର୍ଥପୂର୍ଣ୍ଣ ବାକ୍ୟଟି ଲେଖ। ଚାରିଆଡ଼କୁ କୌଣସି ସ୍ଥାନରେ ସେହି ସ୍ଥାନରେ ଖେଳିଯାଏ ଶବ୍ଦ ସୃଷ୍ଟି ହେଲେ ସୃଷ୍ଟି ହୋଇ ବାୟୁ ତରଙ୍ଗ। ମୋ ସାଥେ କୁହ, ମୋତେ କୁହ, ମୋର ହେବନି। କୁହ ଟିକେ। କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ, କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ, ଏ ତ କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ, ହଉ, ଶବ୍ଦ ସୃଷ୍ଟି ହେଲେ, ଦେଖିଲ ହେଲା କି? କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ, ଚାରିଆଡ଼କୁ କୌଣସି ସ୍ଥାନରେ ସେହି ସ୍ଥାନରେ ଖେଳିଯାଏ ଶବ୍ଦ ସୃଷ୍ଟି ହେଲେ, ଶବ୍ଦ ହେଲେ ସୃଷ୍ଟି ହୋଇ ବାୟୁରେ ତରଙ୍ଗ। କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ ବାୟୁରେ ତରଙ୍ଗ ହୋଇ, ବାୟୁରେ ତରଙ୍ଗ, ବାୟୁରେ ତରଙ୍ଗ ହୋଇ
ଚାରିଆଡ଼କୁ ଖେଳିଯାଏ। ଚାରିଆଡ଼କୁ ଖେଳିଯାଏ। ଚାରିଆଡ଼କୁ ଖେଳିଯାଏ ହେଲା। କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ ବାୟୁରେ ତରଙ୍ଗ ହୋଇ ଚାରିଆଡ଼କୁ ଖେଳିଯାଏ। ଭୋଜି ଆଉ ଭୋଜି। ଆମେ କାଲି ଭୋଜି ଖାଇଲୁ। ଆମେ କାଲି ଭୋଜି ଖାଇଲୁ। ହେଇଗଲା ଭୋଜି। ଭୋଜି ଯିଏ ଭୋଜନ କରେ ହେଲା। ତାହା ଏକ ତୃଣଭୋଜୀ ପ୍ରାଣୀ। ମାନେ ଆମେ ଲେଖିପାରିବା ଗୋମାତା ତୃଣଭୋଜୀ ପ୍ରାଣୀ ହେଲା। ଆମର ମା ନୁହେଁ କି ଗୋମାତା। ଗୋମାତା ତୃଣଭୋଜୀ ଗୋମାତା ତୃଣଭୋଜୀ ଅଟେ। ଖାଲି କରିଦିଅ ମ ଗୋମାତା ତୃଣଭୋଜୀ ଅଟେ। ହେଇଗଲା ବାକ୍ୟ, ଛୋଟିଆ ବାକ୍ୟ। ଆଚ୍ଛା ଉଦାହରଣ ଦେଖିବା। ସୂର୍ଯ୍ୟ ହେଲା ତପନ ଆଦିତ୍ୟ। ଦୁଇଟା ପ୍ରତିଶବ୍ଦ ଲେଖିବା ପାଇଁ କହିଲା। ଜଙ୍ଗଲ, ଜଙ୍ଗଲ ପ୍ରତିଶବ୍ଦ କ'ଣ କିରେ? ବଣ। ହଁ ବଣ। ବନ ନୁହେଁ କି? କାନନ, ବିପିନ, ଅରଣ୍ୟ, ଏସବୁ। ଅରଣ୍ୟ, ଗହନ, ଏ ମଧ୍ୟ ଗହନ, କାନନ, ବନରେ, ଏସବୁ ତିନିଟା ପ୍ରତିଶବ୍ଦ ଅଛି। ଗହନ, କାନନ, ବନରେ, ଘୋର ବରଷା କାଳ। ଗହନ, କାନନ, ବନ, ତିନିଟା ଯାକ ହେଉଛି ବନର ପ୍ରତିଶବ୍ଦ। ବଣ, ବନ, କାନନ, ବିପିନ, ଅରଣ୍ୟ, ଗହନ, ଅଟବୀ ହେଲା। ଅଟବୀ। ଆଉ କ'ଣ ଛାଡ଼ିଥିବି ତ କିଛି କହୁନ ଆଉ ବସ୍ତୁ ଆଉ। ବନ ଗଲା, ବନ ଗଲା, କାନନ ପଢ଼ିଦିଅ, ବିପିନ, ଅରଣ୍ୟ, ଗହନ, ଅଟବୀ ହେଲା। ଇଏ ଗଲା ବଣର ପ୍ରତିଶବ୍ଦ। ଜଙ୍ଗଲ ବଣ ଲେଖିଛେ ତ ଆଉ କ'ଣ? ବଣ ବନ ଲେଖିଛେ, ଅରଣ୍ୟ ଲେଖିଛେ, ସବୁ ଲେଖିଛେ ଆଉ। ଆଚ୍ଛା ହଉ। ଢେଉ, ଢେଉର କ'ଣ କ'ଣ କୁହ? ଢେଉ, ହଁ ଲହଡ଼ି। ହଉ ତରଙ୍ଗ ଲେଖା ଆଗ। ତରଙ୍ଗ ଠିକ୍ ଅଛି। ତରଙ୍ଗ ହେଲା। ତରଙ୍ଗ, ଲହରୀ, ଲହରୀ, ଲହଡ଼ି କିଏ କହୁଛି ହେଲା। ତରଙ୍ଗ, ଲହରୀ, ଉର୍ମି ହେଲା। ଉର୍ମି ହେଲା। ତରଙ୍ଗ, ଲହରୀ, ଉର୍ମି, ବିଚି। ବନାନ ମନେ ପଡ଼ୁନି, ଡାଉଟ୍ ଲାଗୁଛି, ଏଇଆ ଲେଖିଥାଅ ହେଲା। ହଁ ବିଚି ହେଲା। ତରଙ୍ଗ, ଲହରୀ, ଉର୍ମି, ବିଚି, ଏସବୁ। ଢେଉ ତ ଦେଇଛି ମୂଳ ଶବ୍ଦଟା ଆଉ କ'ଣ। ହଁ କଲ୍ଲୋଳ ଗଲାଣି। କଲ୍ଲୋଳ କୁଆଡ଼େ ଗଲା? କଲ୍ଲୋଳ ସେଥର କରିଥିଲେ ନା ବୋଧହୁଏ ଏ ଅନଲାଇନ୍ ଶିକ୍ଷଣ ପ୍ରଥମ କାଳାଂଶରେ। ମନ ସିନା ପକାନ୍ତ ଟିକେ, ଆଉ ତମେ ବସିଯିବ। କଲ୍ଲୋଳ, ଉତ୍କଳିକା, ଉତ୍କଳିକା ଇଏ ହେଲା ଢେଉ। ଆଚ୍ଛା ସୂର୍ଯ୍ୟ, ସୂର୍ଯ୍ୟ ପୁଣି ଆଦିତ୍ୟ, ଆଦିତ୍ୟ ପରେ ହଁ ରବି, ଦିବାକର, ଦିନକର, ଦିନମଣି, ଦିନପତି, ଦୀନବନ୍ଧୁ, ଦ୍ୟୁମଣି,
ଆଦିତ୍ୟ, ଭାସ୍କର, ମିହିର, ହେଲା, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିବସ୍ୱାନ, ବିକର୍ତ୍ତନ, ହେଲା, ଇଏ ସବୁ ସୂର୍ଯ୍ୟଙ୍କର ପ୍ରତିଶବ୍ଦ ଆଗରୁ ଯାଇଥିଲା। ଆଜି ଉଦାହରଣ ଦେଇଥିଲେ 3 ଥର ଖଣ୍ଡେ ଆମେ ଦେଖୁ ଆଉଥରେ ପଢ଼ିଛେ। ତପନ, ଆଦିତ୍ୟ, ରବି, ଦିନକର, ଦିବାକର, ଦିନକର, ଦିନମଣି, ଦିନପତି, ଦୀନବନ୍ଧୁ, ଦ୍ୟୁମଣି, ହେଲା, ଦ୍ୟୁମଣି, ଦ୍ୟୁ ମାନେ ସ୍ୱର୍ଗ, ଆଦିତ୍ୟ, ଆଦିତ୍ୟ ଆଗରୁ ଯାଇଥିଲା ନା, ଯାଇଥିଲା ଆଜି କାଟିଦେଉନ। ଭାସ୍କର, ହଁ କାଟିଦିଅ, ଭାସ୍କର, ଏଠି ମିହିର, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିବସ୍ୱାନ, ବିବସ୍ୱାନ ଦୁଇଟା ଘଲନ ଦେଇକି ନ ଦେଇକି ଦୁଇଟା ଠିକ୍, ବିକର୍ତ୍ତନ ଇଏ ଲେଖିଲେ। ଆଗରୁ ବି ଲେଖିଥିଲେ ସୂର୍ଯ୍ୟ ନମସ୍କାର ମନ୍ତ୍ରରେ କେମିତି 13ଟାକ ସୂର୍ଯ୍ୟଙ୍କର ନାଁ ରହିଛି ସେ କଥା ବି ଆମେ ଆଲୋଚନା କରିଛେ, ହେଲା। ଚାଲି ନ ଜାଣି କ'ଣ, ଚାଲି ନ ଜାଣି ବାଟର ଦୋଷ, ଚାଲି ନ ଜାଣି ବାଟର ଦୋଷ। ତାର ମଧୁର ବିନୟ ବଚନ, ଇଏ ଗଲା ଗୋଟାଏ, ଇଏ ଅଲଗା ଜିନିଷ, ମାନେ ଏଇଟାକୁ ଗୋଟେ ଅଲଗା ନମ୍ବର ପୁରା, ହେଲା। ମଧୁର ବିନୟ ବଚନ କ'ଣ କହିଦିଅ, କହି, କହି ତୋଷିବ ଜନମନ, ହେଲା, କହି ତୋଷିବ, ଇଏ କ'ଣ ହେଉନି କାହିଁ ଏଠି, ଆଚ୍ଛା ଆଉ ତା କାଟିଦେବା, ଏଇଟା କାଟିଦେଲେ ବୋଧେ ହେଇଯିବ, ଏଇ ଡ୍ୟାସ୍ଟା କାଟିଦେଲେ ହେଇଯିବ। କହି ତୋଷିବ କହି ତୋଷିବ ଜନମନ, କେଉଁଠି ଜନମନ ଲେଖା ହେଇଛି, କେଉଁଠି ପ୍ରାଣୀ ମନ ମଧ୍ୟ ଲେଖା ହେଇଛି। ମଧୁର ବିନୟ ବଚନ କହି ତୋଷିବ ଜନମନ, ଭାଗବତ ଏମିତି ଡବଲ ପୂର୍ଣ୍ଣଚ୍ଛେଦ ଦିଆ। ଯେମିତି କାର୍ଯ୍ୟରତ ଶ୍ରମିକ, ସେମିତି ପ୍ରସ୍ଫୁଟିତ, ପ୍ରସ୍ଫୁଟିତ ପୁଷ୍ପ ବା ଫୁଲ, ପ୍ରସ୍ଫୁଟିତ ପୁଷ୍ପ, ଉତ୍ତପ୍ତ ଜଳ, ଜଳ, ଜଳଧାରା, ହେଲା, ବନ୍ଧନୀକି ପଳେଇ ଆସିବା। ସଭାରେ ଆପଣଙ୍କର ଡ୍ୟାସ୍ ବାଞ୍ଛନୀୟ, କ'ଣ ହେବ, ସଭାରେ ଆପଣଙ୍କର ଉପସ୍ଥିତି ବାଞ୍ଛନୀୟ, ଉପସ୍ଥିତି। ଦୁଃଖୀମାନଙ୍କୁ ଦାନ କରିବାରେ ଡ୍ୟାସ୍ ପ୍ରକାଶ କରିବା ଉଚିତ ନୁହେଁ, କ'ଣ ହେବ, କୃପଣତା। ଓକେ, ଦୁଃଖୀମାନଙ୍କୁ ଦାନ କରିବାରେ କୃପଣତା ପ୍ରକାଶ କରିବା ଉଚିତ ନୁହେଁ। ଓକେ, ତାହେଲେ ଆଜି ଏଇ ଯେଉଁ କାଳାଂଶରେ ଆମେ କିଛି ଗୁଡ଼ାଏ ମାତ୍ର ଅଳ୍ପ କିଛି ଜିନିଷକୁ ଆଲୋଚନା କଲେ, ହେଲା। ଗୋଟେ ଦେଖି ଆସିବା ଯେ ବିପରୀତ, ନିରାଶ, ଆଶାୟୀ, ବୈଷମ୍ୟ, ସାମ୍ୟ, ଜ୍ଞାନୀ, ଅଜ୍ଞାନ, ଶ୍ରଦ୍ଧେୟ, ଘୃଣ୍ୟ, ଲେଖା ସରିଛି ତ, ଲିଙ୍ଗ ବଦଳେଇବା, ଅଜ୍ଞାନ, ଜ୍ଞାନୀ, ଜ୍ଞାନିନୀ, ମନେ ରଖିବା ପିଲେ, ହେଲା, ଜ୍ଞାନୀ, ଜ୍ଞାନିନୀ। ଯେଉଁ ଜ୍ଞାନୀ, ଏ ଯେଉଁ ଶବ୍ଦଟି ଜ୍ଞାନୀର କ'ଣ, ଜ୍ଞାନୀର ଜ୍ଞାନିନୀ, ନ ହର୍ଷଇ ପୁଣି ନରେ ଦୀର୍ଘଇ, ଜ୍ଞାନୀ, ଜ୍ଞାନିନୀ, ଅଜ୍ଞାନ, ଅଜ୍ଞାନା, ସୁଆ, ସାରି, ହିତୈଷୀ, ହିତୈଷିଣୀ, କର୍ତ୍ତା, କର୍ତ୍ରୀ। ଓକେ, ତାପରେ ନିମ୍ନ ଶବ୍ଦମାନଙ୍କୁ ବାକ୍ୟରେ ବ୍ୟବହାର କର। ବାକ୍ୟରେ ବ୍ୟବହାର କରିବା ପାଇଁ ବ୍ୟବହାର୍ଯ୍ୟ, ତୁମେ ନିଜ ବ୍ୟବହାର୍ଯ୍ୟ ଲୁଗାପଟା ନିଜେ ସାଇତି ରଖ। ନିର୍ଦ୍ଦୟତା, ଏହା ତାଙ୍କର ନିର୍ଦ୍ଦୟତା ଅଟେ।
ବା ଏହା ତାଙ୍କର ନିର୍ଦ୍ଦୟତା ପୂର୍ଣ୍ଣ କାର୍ଯ୍ୟ ଅଟେ। ସେ ନିର୍ଦ୍ଦୟ ଅଟନ୍ତି, ଏହା ତାଙ୍କର ନିର୍ଦ୍ଦୟତା ଅଟେ। ଏକ ପଦରେ ପ୍ରକାଶ କରିବା ପାଇଁ ଯାହା ଶୁଣିବା ଉଚିତ, ଶ୍ରବଣୀୟ, ଶ୍ରାବ୍ୟ, ଯେ ସମସ୍ତଙ୍କର ପ୍ରଶଂସାର ଯୋଗ୍ୟ, ପ୍ରଶଂସନୀୟ ହେଲା। ପ୍ରଶଂସନୀୟ ଏ ସମସ୍ତଙ୍କର ଏ ଶବ୍ଦକୁ ଗୁରୁତ୍ୱ ଦେବନି। ସମସ୍ତଙ୍କର ଶବ୍ଦକୁ ଗୁରୁତ୍ୱ ଦେଲେ ସିଏ ସର୍ବଜନାଦୃତ ଆସିବ, କିନ୍ତୁ ଏଇଠି ଚଳିବନି ହେଲା। ଉପଯୁକ୍ତ ଚିହ୍ନ ଦେବା ପାଇଁ ଯାଇଥିଲା। ବୁଢ଼ୀଟି କହିଲା, ହାୟ ବିଧାତା, ମୋ କପାଳରେ ଏହା ଲେଖିଥିଲୁ ହେଲା। ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ସଂଶୋଧନ କରି ଲେଖ, ବିଷନ୍ନ ଅନ୍ନପୂର୍ଣ୍ଣା, ଉଚ୍ଚାରଣ ଠିକ୍ କରିବା ମୋ ସହିତ, ବିଷନ୍ନ ଅନ୍ନପୂର୍ଣ୍ଣା, ଅନ୍ନପୂର୍ଣ୍ଣା। ତାପରେ ସଜାଡ଼ିବା ପାଇଁ ଦେଇଥିଲା, ଆମେ ତ ସଜାଡ଼ି ଦେଇଛେ। କୌଣସି ସ୍ଥାନରେ ଶବ୍ଦ ସୃଷ୍ଟି ହେଲେ ବାୟୁରେ ତରଙ୍ଗ ହୋଇ ଚାରିଆଡ଼କୁ ଖେଳିଯାଏ। ଭୋଜି ବିଷୟରେ ଲେଖିଲେ, ଆମେ କାଲି ଭୋଜି ଖାଇଲୁ, ଦୀର୍ଘ ଏଇଟା ହେଲା କ'ଣ, ଗୋମାତା ତୃଣଭୋଜି ଅଟନ୍ତି, ଗୋମାତା ତୃଣଭୋଜି ଅଟନ୍ତି ହେଲା। ଉଦାହରଣ ଅନୁସାରେ ଦେଇଥିଲା, ସୂର୍ଯ୍ୟ ଦେଇଥିଲା। ସୂର୍ଯ୍ୟରେ ଆମେ ଆଉଥରେ ପଢ଼ି ଯାଇଯିବା, କେତେ ଥର ଗଲାଣି, 4 ଥର ଗଲାଣି। ସୂର୍ଯ୍ୟ, ତପନ, ଆଦିତ୍ୟ, ରବି, ଦିବାକର, ଦିନକର, ଦିନମଣି, ଦିନପତି, ଦୀନବନ୍ଧୁ, ଦ୍ୟୁମଣି, ଭାସ୍କର, ମିହିର, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିଭସ୍ୱାନ, ବିକର୍ତ୍ତନ ହେଲା। ପାରିଲେଣି ଏବେ ଦେବ ବିକର୍ତ୍ତନ ଭାଲେରି ଶିଖରେ ସ୍ୱର୍ଣ୍ଣ ସିଂହାସନ, ସେଠି ବିକର୍ତ୍ତନ ଚିଲିକାରେ ଆମେ ପଢ଼ିଥିଲେ, ଗତ ଥର ବି କହୁଥିଲି। ଜଙ୍ଗଲ କଥା ଜାଣିଲେ, ବଣ, ବନ, କାନନ, ବିପିନ, ଅରଣ୍ୟ, ଗହନ, ଅଟବୀ ହେଲା। ତ ମୁଁ ବୋଲୁଥିଲି, ଗହନ କାନନ ବନରେ ଘୋର ବରଷା କାଳ ହେଲା। ଗହନ କାନନ ବନ କେମିତି ତିନିଟାକ ଗୋଟେ ଜାଗାରେ ବ୍ୟବହାର ହେଇଛି ହେଲା। ଗିରି ବାମକରେ ଧରିଲେ ନନ୍ଦ ଯଶୋଦା ବଳ। ଢେଉର ଆମେ 2-4ଟା ମନେ ପକେଇଲେ, ତରଙ୍ଗ, ଲହରୀ, ଉର୍ମି, ବିଚି, କଲ୍ଲୋଳ, ଉତ୍କଳିକା, ଆଉ କ'ଣ ଛାଡ଼ିଥିବି ମୋର ମନେ ପଡ଼ୁନି। ଚାଲି ନ ଜାଣି ବାଟର ଦୋଷ, ଢଗଡ଼ମାଳି। ଚାଲି ନ ଜାଣି ବାଟର ଦୋଷ, ତା ସାଥିରେ ଆମେ କୁହେ କାଟି ନ ଜାଣି କଟୁରୀ ଦୋଷ। ଚାଲି ନ ଜାଣି ବାଟର ଦୋଷ, କାଟି ନ ଜାଣି କଟୁରୀ ଦୋଷ। 2 ନମ୍ବରରେ ଆସିଲା, ମଧୁର ବିନୟ ବଚନ କହି ତୋ ଶିବ ପ୍ରାଣୀମନ। କେଉଁଠି ପ୍ରାଣୀମନ, କେଉଁଠି ଜନମନ ଅଛି, ସବୁ ଚଳିବ। ଉଦାହରଣ ଦେଖି ଶୂନ୍ୟସ୍ଥାନ ପୂରଣ କର। କାର୍ଯ୍ୟରତ ଶ୍ରମିକ, ପ୍ରସ୍ଫୁଟିତ ପୁଷ୍ପ, ଉତ୍ତପ୍ତ ଜଳ। ଏ ଯେଉଁ ଫାଷ୍ଟ ଗୁଡ଼ାକ ସେଗୁଡ଼ାକ କହନ୍ତି ବିଶେଷଣ, ତାପରେ ଗୁଡ଼ା ଆସିଲା ବିଶେଷ୍ୟ ହେଲା। ଛୋଟ ପିଲାଙ୍କ ପାଟି ଶୁଭୁଛି, କେତେ ରୁଚି ବି ତୁମ ରେକର୍ଡ଼ିଂ କରିବା ପାଇଁ। ବନ୍ଧନୀ ମଧ୍ୟରୁ ସଭାରେ ଆପଣଙ୍କର ଉପସ୍ଥିତି ବାଞ୍ଛନୀୟ, ସଭାରେ ଆପଣଙ୍କର ଉପସ୍ଥିତି ବାଞ୍ଛନୀୟ। ଦୁଃଖୀମାନଙ୍କୁ ଦାନ କରିବାରେ କୃପଣତା କରିବା ଉଚିତ ନୁହେଁ ହେଲା। ଆଶା କରୁଛି ନିହାତି ତୁମେମାନେ ଲେଖିସାରିଥିବ। ଲେଖ, ଖାତାର ଫଟୋ ଉଠାଅ, ହ୍ୱାଟ୍ସଆପ୍ରେ ମୋ ପାଖକୁ ପଠାଅ। ଆଉ ଶେଷରେ ଏଇ କଥା କହିଥିଲେ, ପ୍ରତ୍ୟେକ ଭିଡ଼ିଓର କମେଣ୍ଟ ବକ୍ସରେ ନିଜ ନାଁଟି, ଠିକଣା ସ୍ୱରୂପ ନିଜ ନାଁଟି ନିହାତି ଲେଖ। ବେଶ, ଆଜି ପାଇଁ